ଯୋଉମାନେ ବି ସମସ୍ତେ ସୋସିଆଲ ମିଡିଆରୁ ପଇସା ଇନକମ୍ କରିବାକୁ ଚାହୁଁଛନ୍ତି ଖାସ କରିକି ୟୁଟ୍ୟୁବ ରେ ସେ ସ୍ୱପ୍ନ ଦେଖିବା ବନ୍ଦ କରିଦିଅନ୍ତୁ କାହିଁକି ନା ଆଉ ଜମା ସୋସିଆଲ ମିଡିଆରୁ ଆପଣ ମାନେ ଗୋଟିଏ ଟଙ୍କା ବି ଇନକମ୍ କରିପାରିବେନି। ଗୋଟେ ସତ କଥା କଣ ଜାଣିଛନ୍ତି ୟୁଟ୍ୟୁବର ନା ଆଉ ମୁଣ୍ଡ ଫୁଣ୍ଡ କାମ ଦଉନି। ଯେହେତୁ ଏତେ ସାରା ଲୋକ ପଳେଇ ଆସିଲେଣି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ତ ୟୁଟ୍ୟୁବର ବି ନା ଟିକେ ଇଗୋ ହେଇଗଲାଣି ଇଗୋ ଗୋଟେ ହେଇଗଲାଣି ସିଏ ଆଉ ଏଇଠିକା ଲୋକ ହେଇକି ନାହିଁ ସେ ସିଆଟିକା ଲୋକ ହେଇଗଲାଣି। ୟୁଟ୍ୟୁବ ଚାହୁଁଛି ଯେ ମୁଁ ଏବେ ରଜା ମୁଁ ଯେମିତି ଯାହା ଲୋକଙ୍କୁ ଚାହିଁବି ସେମିତି ନଚେଇବି। ସମସ୍ତେ ଭାବିଥିବେ କି ବଡ ବଡ କ୍ରିଏଟର ମାନେ ଏତେ ଏତେ ଟଙ୍କା ପଇସା ଇନକମ କରୁଛନ୍ତି ଆମେ କଣ ପାଇଁ କରିପାରିବୁନି। ଆଜ୍ଞା ହଁ ଆପଣ ମାନେ କରିପାରିବେନି କି ଆମେ ମାନେ ବି ଆଉ କରିପାରିବା ନାହିଁ। ଯଦି ଜୀବନରେ କିଛି କରିବାକୁ ଚାହୁଁଛ ତାହେଲେ ସୋସିଆଲ ମିଡିଆକୁ ଟୋଟାଲି ବନ୍ଦ କରିଦିଅ। ଯାଇକି ନିଜ ହିସାବରେ ନିଜେ ପରିଶ୍ରମ କରିକି ଇନକମ କର। ଏମିତି କଣ ପାଇଁ କହୁଛି କାହିଁକି କହୁଛି ଆପଣ ମାନେ ଭିଡିଓଟା ପୁରା ସମ୍ପୂର୍ଣ୍ଣ ଦେଖନ୍ତୁ ତାପରେ ଜାଣିପାରିବେ। ତ ହେଲୋ ଭାଇ ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ବହୁତ ବଢିଆ ଥିବେ କିନ୍ତୁ ଏବେ ନା ୟୁଟ୍ୟୁବରେ ଗୋଟେ ଏତେ ବଡ ଗୋଟେ ଅପଡେଟ ଆସିଛି ଯୋଉଟା କି ଶୁଣିଲା ପରେ ମୋର ତ ଭାଇ ନିଦ ହଜିଗଲାଣି। ଆଉ ଆପଣ ମାନେ ଶୁଣିଲା ପରେ ବି ମୁଁ ଏତିକି 100% ସିଓର ଦେଇକି କହୁଛି ଯେ ଆପଣ ମାନଙ୍କୁ ଆଉ ସୋସିଆଲ ମିଡିଆ ୟୁଜ କରିବାକୁ ହିଁ ଇଚ୍ଛା ହବନି। ଆଉ ପଇସା ତ ଇନକମ କରିବା ଦୂରର କଥା। ଏମିତି କଣ ପାଇଁ କହୁଛି ଆପଣ ମାନେ ଜାଣିଛ ନା ନାଇଁ ମୁଁ କହିପାରିବିନି। ଏବେ ହିଁ ରିଟର୍ନ ଆସିଛି ମାନେ ଜଷ୍ଟ କାଲି ହିଁ ଅପଡେଟ ଦେଇଛି ୟୁଟ୍ୟୁବ କି ୟୁଟ୍ୟୁବ ର ମନିଟାଇଜ କରିବା ପାଇଁ କ୍ରାଇଟେରିଆ ଟୋଟାଲି ଚେଞ୍ଜ ହେଇସାରିଛି। ଆପଣ ମାନେ ଜାଣିଛନ୍ତି ଯେ ଆମକୁ ଯେତେବେଳେ ବି ୟୁଟ୍ୟୁବ ମନିଟାଇଜ କରିବାକୁ ହଉଛି ତ ଆମକୁ 4000 ୱାଚ୍ ଟାଇମ ମାଗୁଛି। ତା ସାଙ୍ଗରେ ଆମକୁ 10 ମିଲିୟନ ର ସର୍ଟସ ଭିଉ ର ମାନେ ମାଗୁଛି ସର୍ଟସ ଭିଉ ୱାଚ୍ ଟାଇମ ପୁରା କରିବା ପାଇଁ। ଆଉ ସେ ପୁଣି 90 ଦିନ ଭିତରେ। କିନ୍ତୁ ତା ମଝିରେ ଗୋଟେ ଅପଡେଟ କରିଥିଲା କଣ ଯଦି ଆପଣ ମାନେ 3 ମିଲିୟନ ସର୍ଟସ ଭିଉ ଆପଣ ମାନେ କମ୍ପ୍ଲିଟ କରି ଦଉଛନ୍ତି ଆଉ 3000 ୱାଚ୍ ଟାଇମ ହର କମ୍ପ୍ଲିଟ କରିଦଉଛନ୍ତି ତେବେ ଆପଣ ମାନେ ସେଥିରେ ୟୁଟ୍ୟୁବ ର ହାଫ ମନିଟାଇଜ କରିପାରୁଥିଲେ। କିନ୍ତୁ ଏବେ ସେସବୁ ଟୋଟାଲି ପୁରା ବନ୍ଦ। ଆଉ ସେମିତି ହେଇପାରିବନି। ଆପଣ ମାନେ ଯଦି ୟୁଟ୍ୟୁବରେ ମନିଟାଇଜ କରିବାର ଅଛି ନା ତେବେ ଆପଣ ମାନଙ୍କୁ ଏବେ 4000 ୱାଚ୍ ଟାଇମ ଜାଗାରେ ଆପଣ ମାନଙ୍କୁ 8000 ୱାଚ୍ ଟାଇମ ପୁରା କରିବାକୁ ପଡିବ। ଭାବି ପାରୁଛନ୍ତି ତ ଯୋଉମାନେ ମାନେ ଖାସ କରିକି ଆମ ଭଳିଆ କ୍ରିଏଟର ମାନେ ଯୋଉମାନେ ଛୋଟରୁ ବଡ ହେବାକୁ ଯାଉଛନ୍ତି କି ଟିକେ 5 ପଇସା ଇନକମ କରିବାକୁ ଚାହୁଁଛନ୍ତି ଯୋଉମାନେ 4000 ୱାଚ୍ ଟାଇମ ପୁରା କରିପାରୁନଥିଲେ ସେମାନେ ଆସିକି 8000 ୱାଚ୍ ଟାଇମ ପୁରା କରିବେ ପୁଣି 90 ଦିନ ଭିତରେ। ମାନେ ଆପଣ ମାନେ ଭାବି ପାରୁଛନ୍ତି ଯଦି 90 ଦିନ ଭିତରେ 90 ଦିନଟା ନ ରଖିକି ଆଟଲିଷ୍ଟ ଗୋଟେ ବର୍ଷ ରଖିଥାନ୍ତା ୟୁଟ୍ୟୁବ। ଭାଇ ମୁଁ ତ ସତ କହିବି ୟୁଟ୍ୟୁବର ନା ମୁଣ୍ଡ ଫୁଣ୍ଡ ଜମା ବି କାମ କରୁନି। ୟୁଟ୍ୟୁବ ଚାହୁଁଛି ଯେ ମାନେ ସମସ୍ତେ ଯେହେତୁ ସୋସିଆଲ ମିଡିଆରେ ଆସି ଇନକମ କରୁଛନ୍ତି ତ ୟୁଟ୍ୟୁବରେ ନା ଟିକେ ଇଗୋ ହେଇଯାଇଛି। ଯୋଉ କହୁନାହାନ୍ତି ମଣିଷ ଟିକେ ଟିକେ ଯଦି ସଫଳତା ପାଏ ଆଉ ଯଦି କିଛି ଆଗକୁ ଯାଏ ତ ତାର ଟିକେ ଇଗୋ ହେଇଯାଏ ତ ସେମିତି ମୋ ମତେ ୟୁଟ୍ୟୁବରେ ବହୁତ ଗର୍ବ ହେଇଯାଇଛି। ଆଉ ଦେଖୁଛି ସମସ୍ତେ ଆସିକି ଯେହେତୁ ଏଇ ପ୍ଲାଟଫର୍ମ ରେ କାମ କରୁଛନ୍ତି ଆଉ ପଇସା କିଛି ଇନକମ କରୁଛନ୍ତି ତ ୟୁଟ୍ୟୁବ ବି ଭାଇ ସିଏ ତାର ରାଜୁତି ଚଲେଇଛି। ତେବେ ଆପଣ ମାନଙ୍କୁ 8000 ୱାଚ୍ ଟାଇମ ପୁରା କରିବାକୁ 90 ଦିନ ଭିତରେ କମ୍ପ୍ଲିଟ କରିବାର ଅଛି। ତା ସାଙ୍ଗରେ ସର୍ଟସ ଭିଉ ୟୁଟ୍ୟୁବ ର ସର୍ଟସ ଭିଉ ଆପଣ ମାନଙ୍କୁ 12 ମିଲିୟନ ସର୍ଟସ ୱାଚ୍ ଟାଇମ ଭିଉ ମାନେ କମ୍ପ୍ଲିଟ କରିବାର ଅଛି। ହେ ଭଗବାନ ସତରେ ସତରେ ମୁଁ ଆଉ ୟୁଟ୍ୟୁବ ଚ୍ୟାନେଲ ଚଲେଇବିନି। ଆଉ ଯୋଉମାନଙ୍କର ବି ମନିଟାଇଜ ହେଇନି ତୁରନ୍ତ ଆପଣ ମାନଙ୍କୁ ଏଇ 6 ମାସ ଭିତରେ ମନିଟାଇଜ କରିଦିଅନ୍ତୁ। କାହିଁକି ନା ମାନେ କେବେଠୁ ଏହାର ନୂଆ ଅପଡେଟ ଷ୍ଟାର୍ଟ ହଉଛି ଫେବୃଆରୀ 1 ତାରିଖ ହେଉଛି ଲାଷ୍ଟ 2027 ର। ଫେବୃଆରୀ 2 2027 ରୁ ୟାର କାମ ଆରମ୍ଭ ହେଇଯାଉଛି। ଆପଣ ମାନଙ୍କୁ ଯେତେ ଶୀଘ୍ର ଯଦି ପାରୁଛନ୍ତି ଏଇ ପୁରୁଣା ମେଥଡ ରେ ଆପଣ ମାନେ ଜାନୁଆରୀ 2027 ପର୍ଯ୍ୟନ୍ତ ଆପଣ ମାନଙ୍କର ଟାଇମ ଅଛି। ଜାନୁଆରୀ ମାନେ 31 ତାରିଖ ପର୍ଯ୍ୟନ୍ତ ଆପଣ ମାନେ ଜଲ୍ଦି ଯେତେ ଜଲ୍ଦି ପାରୁଛନ୍ତି ଆପଣଙ୍କର ୟୁଟ୍ୟୁବ ଚ୍ୟାନେଲକୁ ମନିଟାଇଜ କରିଦିଅନ୍ତୁ। କାହିଁକି ନା ଆଉ ଆଗକୁ ଭାଇ କରିହବନି। ଆଉ ଏଇଥିରେ ଯିଏ ଯୋଉମାନେ ବି ଆଗକୁ ଚାଲିଗଲେ ଆଉ ଯୋଉମାନେ ବି ନ କରି ପାରୁଛନ୍ତି ମନିଟାଇଜ ଆଉ କରିପାରିବେନି। ଏଇଟା ମୁଁ 100% ଲେଖିକି ଦେଇ ଦଉଛି। ତ ଆପଣ ମାନଙ୍କୁ ୟୁଟ୍ୟୁବରେ ଏଇ କ୍ରାଇଟେରିଆ କେମିତି ଲାଗିଲା ନିହାତି ଜଣେଇବେ। ଭାଇ ମତେ ତ ଏଟା ପୁରା ଘଟିଆ ଲାଗିଲା। ଆଉ ଆପଣ ମାନଙ୍କର ଯୋଉମାନେ ବି ଫ୍ରେଣ୍ଡ ସର୍କଲରେ ଭିଡିଓ ବନଉଛନ୍ତି କି ୟୁଟ୍ୟୁବରେ ଆଗକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଖରେ ଅପଡେଟଟା ପହଞ୍ଚି ନଥିବ ତ ତାଙ୍କୁ ଏ ଭିଡିଓଟା ସେୟାର କରିଦିଅ ସେମାନେ ବି ଜାଣନ୍ତୁ। ଆଉ ଏତିକି ଦିନ ଭିତରେ ମାନେ ଏଇ ପୁରୁଣା ମେଥଡରେ ଆପଣ ମାନେ 2027 ଜାନୁଆରୀ 31 ପର୍ଯ୍ୟନ୍ତ ଆପଣ ମାନେ ପୁରୁଣା ମେଥଡ ଭିତରେ ଆପଣ ମାନେ ଜଲ୍ଦି ଆପଣଙ୍କ ଚ୍ୟାନେଲକୁ ମନିଟାଇଜ କରିଦିଅନ୍ତୁ। ଏଇଟା ହିଁ ଆପଣ ମାନଙ୍କ ପାଇଁ ହଉଛି ସୁବର୍ଣ୍ଣ ସୁଯୋଗ। ତାପରେ ଆଉ ହେଇ ବି ପାରିବନି।
ତ ଏବେ ଆପଣ ମାନେ କଣ କହିବେ ୟାକୁ ନେଇକି ୟାର ମତାମତ ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରିଦିଅନ୍ତୁ। ମୁଁ ଏମିତି ୟୁଟ୍ୟୁବ ରିଲେଟେଡ ଫେସବୁକ୍ ରିଲେଟେଡ ଆପଣମାନଙ୍କ ପାଖରେ ନିହାତି ଗୋଟେ ଗୋଟେ ଅପଡେଟ ଆଣିକି ଦେବି।